ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ସକାରାତ୍ମକ ବଜାୟ ରହିବା ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ଏଥିପାଇଁ ଅନେକ ଉପାୟ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପ୍ରତ୍ୟେକ ବସ୍ତୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। ଘରର ପ୍ରତ୍ୟେକ ଜିନିଷକୁ ଠିକ୍ ଦିଗରେ ନ ରଖିଲେ ତାହାର ପୁରା ପ୍ରଭାବ ଘରର ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ। ଏହା ବ୍ୟତୀତ ଘରେ କଳହ କ୍ଲେଶ ମଧ୍ୟ ଦେଖାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ୱାର ସବୁ ପ୍ରକାର ସୁଖ ସମୃଦ୍ଧି ଏବଂ ଧନ ବୈଭବ ପ୍ରାପ୍ତିର ମୁଖ୍ୟ କାରକ ଅଟେ। ତେଣୁ ମୁଖ୍ୟ ଦ୍ୱାର ଉପଯୁକ୍ତ ଦିଗ ଏବଂ ସ୍ଥାନରେ ରହିବା ଉଚିତ। ମାତ୍ର ଏହା ଉଚିତ ଦିଗରେ ନ ରହିଲେ ଘରେ କ୍ଲେଶ କଳହ ବଢ଼ିଥାଏ। 1 ନମ୍ବର, ଅପରିଷ୍କାର ପାଣି ଜମା ହୋଇ ରହିବା। ଘର ସାମ୍ନାରେ ଅପରିଷ୍କାର ପାଣି ଜମି ରହିବା ଘରର ବାସ୍ତୁ ଦୋଷକୁ ନଷ୍ଟ କରିଥାଏ। ଏହା ବ୍ୟତୀତ ବୈଜ୍ଞାନିକ କାରଣ ଅନୁଯାୟୀ ଏହି ଜମା ହୋଇଥିବା ପାଣିରେ ବିଭିନ୍ନ ପ୍ରକାର ଜୀବାଣୁ ଜାତ ହୋଇଥାଏ, ଯାହାକି ଆଖପାଖ ପରିବେଶକୁ ଦୂଷିତ କରିବା ସହିତ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଧନହାନି, ଦାରିଦ୍ର୍ୟତା ଭଳି ସମସ୍ୟା ଦେଖାଯାଇଥାଏ। ତେଣୁ ଏଭଳି ପାଣି ଜମି ରହିଲେ ତାକୁ ନିଷ୍କାସନ କରି ମାଟି ପକାଇଦେବା ଉଚିତ। 2 ନମ୍ବର, କଣ୍ଟାଯୁକ୍ତ ଗଛ। ଅନେକ ଲୋକ ଆଗରୁ ଘରର ସୌନ୍ଦର୍ଯ୍ୟବର୍ଦ୍ଧକ ଭାବି ଲଗାଇଥାନ୍ତି, ମାତ୍ର ଏହା ସମ୍ପୂର୍ଣ୍ଣ ଉଲ୍ଟା ଅଟେ। କଣ୍ଟା ଥିବା ଗଛ କେବଳ ଗୋଲାପକୁ ଛାଡ଼ି ଅନ୍ୟ ଗଛ ଘରେ ଲଗାଇଲେ ଘରର ବାସ୍ତୁଦୋଷ ସୃଷ୍ଟି ହେବା ସହିତ ନକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ପରିବାରର ସଦସ୍ୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେବା ସହିତ ଘରକୁ ରାହୁକେତୁ ବାସ କରନ୍ତି। ଏହାଦ୍ୱାରା ଶତ୍ରୁଙ୍କ ସଂଖ୍ୟା ମଧ୍ୟ ବଢ଼ିଥାଏ। ଘର ସାମ୍ନାରେ ଫୁଲ ଗଛ, ସୁରକ୍ଷିତ ଗଛ, ସୁଗନ୍ଧିତ ଗଛ ଲଗାଇବା ଆବଶ୍ୟକ। 3 ନମ୍ବର, ଡଷ୍ଟବିନ୍। ଘର ସାମ୍ନାରେ ଡଷ୍ଟବିନ୍ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବା ସହିତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି। ଏମିତି ଡଷ୍ଟବିନ୍କୁ ଉତ୍ତର ଦିଗରେ ମଧ୍ୟ ରଖିବା ଉଚିତ ନୁହେଁ। 4 ନମ୍ବର, ଝାଡ଼ୁ ପୋଛା। ଏ ଦୁଇଟି ଜିନିଷ ଘରୁ ନକାରାତ୍ମକ ଦୂର କରିବା ବ୍ୟବହୃତ ହୋଇଥାନ୍ତି, ମାତ୍ର ଏହାକୁ ଘର ସାମ୍ନାରେ ରଖିବା ଉଚିତ ନୁହେଁ। କହିବାକୁ ଗଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡ଼ୁ ପୋଛାକୁ ଘରର ଏଭଳି ସ୍ଥାନରେ ରଖିବା ଉଚିତ ଯେଉଁଠି କାହାର ନଜର ପଡ଼ୁନଥିବ। 5 ନମ୍ବର, ବିଦ୍ୟୁତ ଖୁଣ୍ଟ। ଘର ସାମ୍ନାରେ ବିଦ୍ୟୁତ ଖୁଣ୍ଟ ରଖିବା ମଧ୍ୟ ଅଶୁଭ ହୋଇଥାଏ। ଏହାଦ୍ୱାରା ଘରର ବାସ୍ତୁଦୋଷ ସୃଷ୍ଟି ହେବା ସହିତ ପରିବାରର ସଦସ୍ୟଙ୍କ ଉପରେ ମଧ୍ୟ ବିପଦ ଆସିଥାଏ। 6 ନମ୍ବର, ଘନ ଗଛଲତା। ଘର ସାମ୍ନାରେ ଘନ ଗଛଲତା ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଏପରି କୁହାଯାଇଛି ଯେ ଘର ଉପରେ କୌଣସି ବଡ଼ ଗଛର ଛାଇ ପଡ଼ିବା ମଧ୍ୟ ଶୁଭ ହୋଇନଥାଏ। ଏହାଦ୍ୱାରା ପରିବାରର ଆର୍ଥିକ କ୍ଷତି ଏବଂ ପରିବାର ଲୋକଙ୍କର ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ସୂର୍ଯ୍ୟ ପ୍ରକାଶ ଘରକୁ ପ୍ରବେଶ କରି ନପାରିବାରୁ ଘର ମଧ୍ୟରେ ନକାରାତ୍ମକ ସୃଷ୍ଟି ହୋଇଥାଏ। 7 ନମ୍ବର, ବେଲଗଛ। ଘର ଆଗ ଦେଇ ବେଲଗଛ ବଢ଼ି ଘର ଉପରକୁ ଚଢ଼ିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହାଦ୍ୱାରା ଶତ୍ରୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଥାନ୍ତି। ଏହାଦ୍ୱାରା ବ୍ୟକ୍ତିର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ। 8 ନମ୍ବର, ଘରର ମୁଖ୍ୟ ଦ୍ୱାର ଠାରୁ ଉଚ୍ଚ ରାସ୍ତା ହେବା ଉଚିତ ନୁହେଁ। ଏହାଦ୍ୱାରା ଘରର ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ସର୍ବଦା ରାସ୍ତାକୁ ନକରି ଘରର ମୁଖ୍ୟ ଦ୍ୱାର ଉଚ୍ଚ କରିବା ଉଚିତ। ବାସ୍ତୁ ଅନୁଯାୟୀ ଯେଉଁ ଗଛରୁ ସର୍ବଦା କ୍ଷୀର ଭଳି ପଦାର୍ଥ ବାହାରିଥାଏ ସେ ଗଛ ଘର ଆଗରେ ଲଗାଇବା ଉଚିତ ନୁହେଁ ଏବଂ ସେ ଗଛ ଠାରୁ ଦୂରେଇ ରହିବା ମଧ୍ୟ ଭଲ ହୋଇଥାଏ। 9 ନମ୍ବର, ଘରର ମୁଖ୍ୟ ଦ୍ୱାର ସାମ୍ନାରେ ମନ୍ଦିର ରହିବା ମଧ୍ୟ ଠିକ୍ ନୁହେଁ। ଏହାଦ୍ୱାରା ପରିବାର ଲୋକଙ୍କ ଚିନ୍ତା ଏବଂ ସଙ୍କଟରେ ସବୁବେଳେ ଘେରି ରହିଥାନ୍ତି। ମୁଖ୍ୟ ଦ୍ୱାର ସାମ୍ନାରେ ସିଡ଼ି ରହିବା ଉଚିତ ନୁହେଁ। ଏହାଦ୍ୱାରା ପିଲାଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅନ୍ୟ ଏକ ଦ୍ୱାର ହେବା ମଧ୍ୟ ବାସ୍ତୁଦୋଷ ସୃଷ୍ଟି କରିଥାଏ। ଏହାଦ୍ୱାରା ଧନନାଶ ହୋଇଥାଏ। 10 ନମ୍ବର, ଘରର ପୂଜା ଘରେ ମାତା ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପିତ କରିବା ଉଚିତ। ଏହା ବ୍ୟତୀତ ଘରେ ଧନ ରଖାଯାଇଥିବା ସ୍ଥାନରେ ମଧ୍ୟ ମାତା ଲକ୍ଷ୍ମୀଙ୍କ ଫଟୋ ସ୍ଥାପିତ କରିବା ଉଚିତ। ଘରର ଦ୍ୱାରରେ ଭୁଲରେ ବି ମାତା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଆଜିକା ଏହି ପୋଷ୍ଟ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ଜଣାଇବେ
ଏବଂ ଭକ୍ତି ସହକାରେ ଜୟ ମା ଲକ୍ଷ୍ମୀ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏବଂ ଏଇଭଳି ଭିଡ଼ିଓ ପାଇଁ ଏବଂ ଆମ ସହ ଆଗକୁ ରହିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।